ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ପାତ୍ରପଡ଼ା ତଳମଣ୍ଡଳୀ ସାହିରେ ଏକ ଜୀବେଦୟା ଅପରେସନ କରାଯାଇଥିଲା। ଛେଣ୍ଡିପଦା ରେଞ୍ଜ ଅଫିସର ଶ୍ରୀମତୀ ଶୁଭ୍ରା ସୁଚିସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ଛେଣ୍ଡିପଦା ରେଞ୍ଜ ଅଫିସର କର୍ମଚାରୀମାନେ ଏହି ଅପରେସନ କରିଥିଲେ। ଅପରେସନ ସମୟରେ ଦୁଇଟି ସ୍ଥାନରେ ଘର ତଲାସି କରାଯାଇଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ ଜଙ୍ଗଲୀ ଘୁଷୁରୀ ମାଂସ ରାନ୍ଧୁଥିବା ସମୟରେ ଧରା ପଡ଼ିଥିଲା। ଘର ସମ୍ପୂର୍ଣ୍ଣ ତଲାସି ପରେ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ଗଜା ବାଡ଼ି, ଗୋଟିଏ ପୁରୁଣା ବନ୍ଧୁକ ପାଇପ୍, 6ଟି କୁରାଢ଼ୀ, 300 ଗ୍ରାମ ଗନ୍ ପାଉଡର, 100 ଗ୍ରାମ ବୋମା ପାଉଡର, 110 ସୀସା ଗୁଳି, 10ଟି ସାଇକେଲ ବଲ୍, ଗୋଟିଏ ଛୁରୀ, ଗୋଟିଏ ପନିକି, କେନ୍ଦୁପତ୍ର 18 ବଣ୍ଡଲ, ବଟକରା ସହିତ ଦୁଇଟି ନିକିତି ପ୍ରାୟ 7 କିଲୋଗ୍ରାମ କଞ୍ଚା ଜଙ୍ଗଲୀ ଘୁଷୁରୀ ମାଂସ, 4 ଖଣ୍ଡ କଞ୍ଚା ଘୁଷୁରୀ ଚମଡ଼ା, 4 ଖଣ୍ଡ କଞ୍ଚା କଟା ଗୋଡ଼, ପ୍ରାୟ 4 କିଲୋଗ୍ରାମ ରନ୍ଧା ମାଂସ, ଦୁଇଟି ପ୍ରେସର କୁକର, ଗୋଟିଏ ରନ୍ଧନ ପାତ୍ର, ଦୁଇଟି ହେଡଲାଇଟ୍ ଜବତ କରାଯାଇଥିଲା।